ଆସୁଛି ବର୍ଷା ଭିଜିବ ଓଡ଼ିଶା। 1 ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା। ପୁରା ମେଘୁଆ ପାଗ ସହ କୋହଳା ପାଗ ରହିବାର ସମ୍ଭାବନା ରହିଛି। ଆସନ୍ତା 1 ତାରିଖ ଦିନ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲ୍ଲା ସମେତ ଆଖପାଖ ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ରୂପେ ମେଘୁଆ ଓ କୋହଳା ରହିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ବିଶେଷ କରି ଏହି 4ଟି ଜିଲ୍ଲାରେ ହାଲୁକା ଧରଣରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କୋହଲା ପାଗ ଯୋଗୁଁ ତାପମାତ୍ରାରେ ମଧ୍ୟ ହ୍ରାସ ଘଟିବାର ସମ୍ଭାବନା ରହିଛି, ଯାହାକି ପୂର୍ବାନୁମାନ କରାଯାଇଛି ଯେ ଆସୁଛି ବର୍ଷା ଭିଜିବ ଓଡ଼ିଶା। 1 ତାରିଖରେ ବର୍ଷା ସମ୍ଭାବନା ରହିଛି, ଯାହାକି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ତା 1 ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି କହିବା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏହି ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି। ସିନେପ୍ଟିକ୍ ଚାର୍ଟସ୍ ରହିଛି। ଶ୍ରୀଲଙ୍କା ଉପକୂଳରେ ଗତକାଲି ସକ୍ରିୟ ଥିବା ଅବପାତ ଆଜି ଘନୀଭୂତ ହୋଇକି ସକାଳ ସମୟରେ ତୀବ୍ର ଅବପାତରେ ପରିଣତ ହୋଇଛି ଏବଂ ବର୍ତ୍ତମାନ ଯଦି ଆମେ ସ୍ୟାଟେଲାଇଟ୍ ତଥ୍ୟ ଏବଂ ଅନ୍ୟାନ୍ୟ ତଥ୍ୟ ଯେଉଁ ପାଣିପାଗ ତଥ୍ୟକୁ ବିଶ୍ଳେଷଣ କରୁଛେ ସେଥିରୁ ଜଣାପଡ଼ୁଛି କି ସେଇ ସିଷ୍ଟମଟି ଘନୀଭୂତ ହୋଇକି ବାତ୍ୟାରେ ମଧ୍ୟ ପରିଣତ ହୋଇଛି ଏବଂ ଖାଲି ଅଫିସିଆଲ ଆନାଉନ୍ସମେଣ୍ଟକୁ ଟିକେ ୱେଟ୍ ରହିଛି କେତେବେଳେ ଆଇଏମ୍ଡି ତରଫରୁ ଡିକ୍ଲେୟାର କରାଯାଉଛି ଏହାକୁ ବାତ୍ୟା ରୂପରେ। କିନ୍ତୁ ତା ବ୍ୟତୀତ ଯଦି ଆମେ ଦେଖିବା ତାର ଯେଉଁ ଗତିପଥ ରହିଛି ଇନିସିଆଲି ତାର ଉତ୍ତର ଉତ୍ତର ପଶ୍ଚିମ ଦିଗରେ ସେ ଆପଣଙ୍କର ଶ୍ରୀଲଙ୍କା ଉପକୂଳ ପାରାଲେଲି ମୁଭମେଣ୍ଟ କରିବ ଟୁୱାର୍ଡସ ଆପଣଙ୍କର ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ତାମିଲନାଡୁର ଅଞ୍ଚଳକୁ, ଯେଉଁ ଆମର ହାଇଏଷ୍ଟ ଚାନ୍ସେସ୍ ରହିଛି ଆପଣଙ୍କର ତାର ଯେଉଁ ଗତିପଥ ରହିବ ଚେନ୍ନାଇ ଏବଂ ପୁଡୁଚେରୀ ମଧ୍ୟ ଅଞ୍ଚଳକୁ କୌଣସି ସ୍ଥାନରେ ଆଇଦର ସ୍ଥଳଭାଗ ଅତିକ୍ରମ କରିବାର ଯଥେଷ୍ଟ ଅଧିକ ସମ୍ଭାବନା ରହୁଛି ବର୍ତ୍ତମାନ ପାଇଁ। ତେବେ ପରବର୍ତ୍ତୀ ସମୟରେ ଯଦି ଦେଖିବେ ଏ 30 ତାରିଖ ପାଖାପାଖି ୟାର ଯେଉଁ ମୁଭମେଣ୍ଟ ରହିଛି ଆପଣଙ୍କର 30 ତାରିଖ ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ ଏହା ପୁଡୁଚେରୀ ଏବଂ ଚେନ୍ନାଇ ପାଖାପାଖି କୌଣସି ସ୍ଥାନକୁ ଗୋଟେ ସ୍ଥଳଭାଗ ଅତିକ୍ରମ କରିପାରେ। ତା ବ୍ୟତୀତ ଯଦି ଆମେ ଦେଖିବା ଯଦି 1-2 ବେଳକୁ ଯଦି ରାଜ୍ୟରେ ଦେଖିବେ ଦକ୍ଷିଣ ଓଡ଼ିଶା ବିଶେଷ କରି ମାଲକାନଗିରି, କୋରାପୁଟର କିଛି ଅଞ୍ଚଳରେ ଆପଣଙ୍କର ହାଲକା ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଯଦି ଓଡ଼ିଶା ପରିପ୍ରେକ୍ଷୀରେ ସମ୍ପୂର୍ଣ୍ଣ ଅଞ୍ଚଳ କଥା ଦେଖିବା ବିଶେଷ କିଛି ଆପଣଙ୍କର ବଡ଼ ବର୍ଷାର ସମ୍ଭାବନା ନାହିଁ ଏବଂ ଆସନ୍ତା 29 ତାରିଖ ପରଠାରୁ ରାଜ୍ୟରେ ଯେଉଁ ସର୍ବନିମ୍ନ ତାପମାତ୍ରା ରହିଛି ସେଥିରେ ଆପଣଙ୍କର ହ୍ରାସ ପରିଲକ୍ଷିତ ହେବ। କାରଣ ଆପଣ ଯଦି ଦେଖିବେ ବର୍ତ୍ତମାନ ପାଇଁ ଯେଉଁ ଆମର ଯେଉଁ ବାୟୁ ଚଳାଚଳ ଦିଗ ରହିଛି ସେଟା ଉତ୍ତର ପଶ୍ଚିମ ରହିଛି ଏବଂ ଧୀରେ ଧୀରେ ଯେତେବେଳେ ସିଷ୍ଟମଟି ଉପରକୁ ମୁଭମେଣ୍ଟ କରିବ ପୂର୍ବାଳି ବାୟୁ ପ୍ରଭାବରେ ରାଜ୍ୟରେ ଯେଉଁ ସର୍ବନିମ୍ନ ତାପମାତ୍ରା ରହିଛି ସେଇଟା ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହୁଛି।